ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ହେଉଛି 28 ସେପ୍ଟେମ୍ବର 2025 ମସିହା ରବିବାର। ଆସନ୍ତୁ ଜାଣିବା ଆମ ଦେଶ ବିଦେଶ ଏବଂ ରାଜ୍ୟରେ ଘଟୁଥିବା ପ୍ରମୁଖ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ବ୍ରହ୍ମପୁରକୁ ଗୁଜରାଟରୁ ସୁରଟ ସହିତ ସଂଯୋଗ କରିବ ଅମୃତ ଭାରତ ଏକ୍ସପ୍ରେସ। ଝାରସୁଗୁଡ଼ାରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ପଲାସା, ବିଜୟନଗରମ, ରାୟଗଡ଼ା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲା ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହିବ ମଧ୍ୟ। ପରବର୍ତ୍ତୀ ଖବର, ରାଜ୍ୟରେ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ନୋଟିସ। ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କର ସୂଚନା ଆସିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି। କାଲି 49 ବ୍ଲକର ମୁଖ୍ୟାଳୟରେ 50 କିଲୋମିଟର ଏବଂ କାଲିମେଳାରେ 100 ମିଲିମିଟର ବର୍ଷା ହୋଇଛି। ସେଥିଯୋଗୁଁ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି, ହେଲେ ବିପଦ ସଂକେତ ଉପରକୁ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ମୋଦିଙ୍କର ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ସ୍ୱାଗତ ଭାଷଣ। ଝାରସୁଗୁଡ଼ା ସ୍ଥିତ ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ଜଣାଇ ମା ସମଲେଇଙ୍କର ଫଟୋ ଦେଇ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ତରଫରୁ 4.5 କୋଟି ଲୋକଙ୍କ ପକ୍ଷରୁ ଝାରସୁଗୁଡ଼ା ମାଟିରେ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି ଏବଂ ସେ କହିଛନ୍ତି ଯେ ମା ପାଇଁ ଗଛଟିଏ ଆହ୍ୱାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି ଏବଂ 75 ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟରେ ମଧ୍ୟ ସାଥ ଦେଇଛନ୍ତି। ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଆସି ମୋଦି ଖୋଲି ଦେଇଛନ୍ତି 60,000 କୋଟି ଟଙ୍କାର ଅଧିକ ପ୍ରୋଜେକ୍ଟ ପେଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଗସ୍ତରେ ଆସିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଯୁବ ସମାବେଶରେ ଯୋଗଦେଇ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟବାନ ପ୍ରକଳ୍ପ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି। ଏକ ଐତିହାସିକ ସଫଳତା ରୂପେ ସାରା ଦେଶରେ 97,500ରୁ ଅଧିକ ଦୂରସଞ୍ଚାର ନେଟୱାର୍କ କାର୍ଯ୍ୟକ୍ରମ କରି ଯାହା ଦୁର୍ଗମ ଏବଂ ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦୀମାନଙ୍କ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ଉନ୍ନତି ଆଣିଛି ଏବଂ ଓଡ଼ିଶା ପାଇଁ ମୋଟ 1,700 କୋଟିରେ ରେଳ ପ୍ରକଳ୍ପକୁ ଭେଟି ଦେଇଛନ୍ତି ଏବଂ ବ୍ରହ୍ମପୁରରୁ ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସରୁ ମଧ୍ୟ ଶୁଭାରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର, ଗତକାଲି ସ୍ୱତନ୍ତ୍ର ଓଟିଇଟି ଦେଇଛନ୍ତି 75,000ରୁ ଅଧିକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ। ଏଥିପାଇଁ ବିଭିନ୍ନ ଶିକ୍ଷା ମାଧ୍ୟମ ପରିଷଦ ବ୍ୟବସ୍ଥା ମଧ୍ୟ ଚୂଡ଼ାନ୍ତ କରାଯାଇଛି। ପରୀକ୍ଷା ପାଇଁ ଶିକ୍ଷକ ଶୂନ୍ୟ ବିଦ୍ୟାଳୟ ପାଇଁ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଥିଲା। ରାଜ୍ୟରେ 193ଟି ପରୀକ୍ଷା କେନ୍ଦ୍ରରେ 75,403 ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଯୋଗ୍ୟତା ପ୍ରତିପାଦନ କରିବାକୁ ଓଟିଇଟି ପରୀକ୍ଷା ଦେଇଛନ୍ତି। ସକାଳ 9ଟାରୁ ଦିନ 11ଟା ଯାଏଁ ପ୍ରଥମ ସିଟିଂ ଏବଂ 2ଟାରୁ 4ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସର୍ଭେଲାନ୍ସ ମଧ୍ୟ ରହିଥିଲା। ବୋର୍ଡର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ରୁମ୍ ମଧ୍ୟ ରହିଛି। ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଏବଂ ୱାଟରମାର୍କ ମଧ୍ୟ ଅଛି। ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପରୀକ୍ଷା କେନ୍ଦ୍ରରେ 24 ଘଣ୍ଟିଆ ପାୱାର ସପ୍ଲାଏ ପାଇଁ ମଧ୍ୟ ଜିଲ୍ଲାପାଳମାନେ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିଲେ। ଫଳରେ ପରୀକ୍ଷା ଭଲରେ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ଖବର, ସରକାରୀ ଉଦ୍ୟୋଗ ଏବଂ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଜ୍ଞା ହଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କର ଉଦ୍ୟୋଗ ଏବଂ କର୍ମଚାରୀମାନଙ୍କ ପାଇଁ 2% ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି, ଯାହାଦ୍ୱାରା ସରକାରୀ କର୍ମଚାରୀମାନେ ସମୁଦାୟ ମହଙ୍ଗା ଭତ୍ତା 53%ରୁ 55%କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ା ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଦିନିଆ କାମ ଏବଂ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ବି ବିଳମ୍ବିତ ରାତିରେ ଏହି କାର୍ଯ୍ୟ ହାତକୁ ନେଇ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ 2025 ଜାନୁଆରୀ 1ରୁ ଲାଗୁ କରାଯିବ। ପରବର୍ତ୍ତୀ ଖବର, 35 ସାଂଗଠନିକ ଜିଲ୍ଲା ସଭାପତି ନାମ ଘୋଷଣା କଲା କଂଗ୍ରେସ।
ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଶାରେ 35ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା କରିଛି। ପ୍ରଦେଶ କଂଗ୍ରେସ କମିଟି ଏବଂ ପିସିସି ସଭାପତିଙ୍କର ଅନୁମୋଦନ ପରେ ନୂଆ ଜିଲ୍ଲା ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାବେଳେ ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳର ନୂଆ ସଭାପତି ଭାବେ ଦାୟିତ୍ୱ ମିଳିଛି। ସେହିପରି ଭୁବନେଶ୍ୱରର ସଭାପତି ଭାବେ ପ୍ରକାଶ ଚନ୍ଦ୍ର ଜେନା ଏବଂ କଟକର ସଭାପତି ଭାବେ ପ୍ରଦୀପ୍ତ କୁମାର ଦାସ ଏବଂ କଟକ ସିଟିର ସଭାପତି ଭାବେ ଗିରିବାଳା ବେହେରାଙ୍କୁ ନିଯୁକ୍ତି ଦେଇଛି ଦଳ। ପରବର୍ତ୍ତୀ ଖବର, ବିଜୟଙ୍କ ରାଲିରେ ବଡ଼ ଅଘଟଣ, ତାମିଲନାଡୁରୁ ଆସିଲା ବଡ଼ ଖବର। ଅଭିନେତା ତଥା ଟିଭି ଖେଙ୍କ ମୁଖ୍ୟ ରାଲିରେ ଘଟିଛି ବଡ଼ ଦୁର୍ଘଟଣା। ନିର୍ବାଚନ ରାଲିରେ ଦଳାଚକଟା ଯୋଗୁଁ 11 ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ଲୋକ ଆହତ ହେବାର ସୂଚନା ମଧ୍ୟ ଆସୁଛି। ମିଳିଥିବା ସୂଚନା ମୁତାବକ ତାମିଲନାଡୁରେ କରୁରେ ଅଭିନେତା ଏବଂ ଟିଭି କେର ମୁଖ୍ୟ ବିଜୟଙ୍କ ରାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏପର୍ଯ୍ୟନ୍ତ ଏଥିରେ 11 ଜଣ ମୃତ୍ୟୁର ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ଉପସ୍ଥିତ ବିଜୟ ପରିସ୍ଥିତି ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ। ଦଳାଚକଟା ଅଚେତ ହେବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫଳରେ ଶ୍ୱାସରୁଦ୍ଧ କାରଣ ଯୋଗୁଁ ସେମାନଙ୍କ ଭିତରୁ 11 ଜଣ ମୃତ୍ୟୁବରଣ କରିଛନ୍ତି। ପରବର୍ତ୍ତୀ ଖବର, ଅକ୍ଟୋବର ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ବିହାର ନିର୍ବାଚନ ତାରିଖ। ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କମିଶନରେଟ ଅକ୍ଟୋବର 4 କିମ୍ବା 5ରେ ବିହାର ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଗସ୍ତରୁ ସୂଚନା ମିଳୁଛି ଯେ ବିହାର ନିର୍ବାଚନର ଯେକୌଣସି ସମୟରେ ତାରିଖ ଘୋଷଣା ହୋଇପାରେ। ଏହା ବିଶ୍ୱାସ କରାଯାଉଛି ଯେ ଅକ୍ଟୋବର 6 ପରେ ତାରିଖ ଘୋଷଣା ହେବ ଏବଂ ରାଜ୍ୟରେ ଆଚରଣ ସଂହିତା ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ଦୁଇ ଭାଗରେ ବିଭକ୍ତ ହେବ ଟାଟା ମୋଟର୍ସ। ଟାଟା ମୋଟର୍ସ ଲିମିଟେଡ୍ ଶୁକ୍ରବାର ଦିନ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ NCLTର ମୁମ୍ବାଇ ବେଞ୍ଚରୁ ଏହାର ପୁନର୍ଗଠନ କାର୍ଯ୍ୟକ୍ରମ ପାଇଁ ଅନୁମୋଦନ ପାଇଛି, ଯାହା ଅକ୍ଟୋବର 1ରୁ ଏବଂ ଯାତ୍ରୀବାହୀ ଯାନ ଏବଂ ବାଣିଜ୍ୟ ଯାନ ବ୍ୟବସାୟକୁ ପୃଥକ କରିବା ପାଇଁ ପଥ ପରିଷ୍କାର କରିଛି। NCLT ସମ୍ପୂର୍ଣ୍ଣ ବ୍ୟବସ୍ଥା ଯୋଜନାକୁ ଅନୁମୋଦନ ମଧ୍ୟ କରିଛି, ଯାହା ଅଧୀନରେ ଟାଟା ମୋଟର୍ସ ବାଣିଜ୍ୟିକ ଯାନ ବ୍ୟବସାୟକୁ TML ବାଣିଜ୍ୟିକ ଯାନ ଲିମିଟେଡରେ ପୃଥକ କରିବ। ପରବର୍ତ୍ତୀ ଖବର, ଆସନ୍ତା 2 ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ମଧ୍ୟ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଶୁକ୍ରବାର ଦିନ ବର୍ଷାର ପ୍ରଭାବ ଅଧିକ ରହିଥିବା ବେଳେ ମୟୂରଭଞ୍ଜ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହି ଅବପାତ ଶନିବାର ଦିନ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ମୁହାଁ ହୋଇ ସେଠାରେ ସ୍ଥଳଭାଗ ଅତିକ୍ରମ ମଧ୍ୟ କରିଛି। ତେଣୁ ଆଗକୁ 2 ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ବନ୍ଦ ହେଲା ହୀରାକୁଦ ଡ୍ୟାମର 4ଟି ଗେଟ୍। ବର୍ତ୍ତମାନ 16ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦରେ ମୋଟ 16ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ଏବଂ 4ଟି ଗେଟ୍ ବନ୍ଦ ରହିଛି। ଶୁକ୍ରବାର ଦିନ ମୋଟ 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିବା ବେଳେ ଶନିବାର ଦିନ ଏଥିରୁ 4ଟି ଗେଟ୍ ବନ୍ଦ କରାଯାଇଛି। ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରରେ 20ଟି ଗେଟ୍ ଖୋଲା ଥିଲା, ଯେଉଁ କାରଣରୁ ଶୁକ୍ରବାର ଦିନ ମୁଣ୍ଡଳୀରେ 5,78,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା ଏବଂ ଏଥିରୁ 4ଟି ଗେଟ୍ ଗତକାଲି ବନ୍ଦ କରାଯାଇଛି। ବର୍ତ୍ତମାନ 16ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ପରବର୍ତ୍ତୀ ଖବର, ଅର୍ଥ ମନ୍ତ୍ରଣାଳୟର ବଡ଼ ଘୋଷଣା, 10ଟି ବ୍ୟାଙ୍କ ମିଶି ହେବ 4ଟି ବ୍ୟାଙ୍କ। ଦେଶରେ 10ଟି ବ୍ୟାଙ୍କ ଏକତ୍ରୀକରଣ କରାଯାଇ 4ଟି ବ୍ୟାଙ୍କରେ ପରିଣତ ହେବ ଏବଂ ଦେଶରେ ରହିବ କେବଳ 12ଟି ରାଷ୍ଟ୍ରୀୟ ବ୍ୟାଙ୍କ। ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶର ଆର୍ଥିକ ଅଭିବୃଦ୍ଧି ବର୍ତ୍ତମାନ 5%କୁ ହ୍ରାସ ପାଇଛି। ଏଥିପାଇଁ ଅର୍ଥ ବିଭାଗ ଅର୍ଥମନ୍ତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାଦ୍ୱାରା ଅର୍ଥନୈତିକ ଠକେଇ ମଧ୍ୟ ରୋକ ପାଇବ। ପରବର୍ତ୍ତୀ ଖବର, ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଜାରି ହେଲା ଟ୍ରାଫିକ୍ କଟକଣା। ଆଜ୍ଞା ହଁ, ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ
ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସେପ୍ଟେମ୍ବର 28 ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗାପୂଜା ପାଇଁ ରାଜଧାନୀରେ ପ୍ରମୁଖ ସହରଗୁଡ଼ିକ ଏବଂ ପ୍ରମୁଖ ରାସ୍ତାଗୁଡ଼ିକରେ ଭାରୀ ଯାନ ଯିବା ଆସିବା କରିବା ପାଇଁ ବାରଣ କରାଯାଇଛି। ଏହି ସମୟସୀମା ମଧ୍ୟରେ ରସୁଲଗଡ଼, ଲିଙ୍ଗିପୁର, ବାଣୀବିହାର, ଶିଶୁଭବନ ଛକ, ଆଚାର୍ଯ୍ୟ ବିହାର ଏବଂ କଳିଙ୍ଗ ହସ୍ପିଟାଲ, ନ୍ୟୁ ଏୟାରପୋର୍ଟ ଛକ, ଜୟଦେବ ବିହାର ଛକ, ନନ୍ଦନକାନନ, ରାଜଭବନ ପର୍ଯ୍ୟନ୍ତ ଭାରୀ ଯାନ ଏବଂ ସିଆର୍ପି ଛକଠାରୁ ପାୱାର ହାଉସ, ଖଣ୍ଡଗିରି, ପୋଖରୀପୁଟ ପର୍ଯ୍ୟନ୍ତ ଭାରୀ ଯାନ ଯିବା ଆସିବାକୁ ନିଷେଧ କରାଯାଇଛି। ପରବର୍ତ୍ତୀ ଖବର, ବିଏସ୍ଏନ୍ଏଲ୍ର 4G ସେବା ଆରମ୍ଭ। ହଁ ଆଜ୍ଞା ଦର୍ଶକ ବନ୍ଧୁ, ବିଏସ୍ଏନ୍ଏଲ୍କୁ ବର୍ତ୍ତମାନ ବଳ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ୱଦେଶୀ 4G ସେବା ଲଞ୍ଚ କରିବେ। ପୁଣି ଭାରତକୁ ଟେଲିକମ୍ ବ୍ୟବସ୍ଥାକୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ସାରା ଦେଶରେ ଟେଲିକମ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଆରମ୍ଭ ହୋଇଛି ବିଏସ୍ଏନ୍ଏଲ୍ର 4G ସେବା। ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଏହା ଆଗକୁ ବାଟ କଢ଼ାଇ ନେବ। ଝାରସୁଗୁଡ଼ା ମାଟିରୁ ଏହାକୁ ଲଞ୍ଚ କରିଛନ୍ତି ମୋଦି। ଭାରତୀୟ ଟେଲିକମ୍ ସେକ୍ଟର ପାଇଁ ଏହା ଏକ ଆଶୀର୍ବାଦ ସାବ୍ୟସ୍ତ ହେବ। ବିଏସ୍ଏନ୍ଏଲ୍ର 25 ବର୍ଷ ପୂର୍ତ୍ତି ଅବସରରେ 4G ସେବା ଭେଟି ଦେଇଛନ୍ତି ମୋଦି।